ଲାଇଫ୍ରେ କେବେ ବାଘକୁ ମୁଁ ପାଣିରେ ପହଁରିବାର ଦେଖିନଥିଲି। ଏଇଟା ଲାଇଫ୍ରେ ଫାର୍ଷ୍ଟ ଟାଇମ୍ ବାଘକୁ ପାଣିରେ ପହଁରିବାର ଦେଖିଲି, ସେ ବି ଏତେ କ୍ଲୋଜ୍ରୁ। ମୁଁ ଜାଣିଥିଲି ଯେ ସେମାନେ ଭଲ ସୁଇମର୍, କାହିଁକିନା ସୁନ୍ଦରବନରେ ସେମାନେ ରୁହନ୍ତି ଗୋଟେ ମାନେ ହେନ୍ତାଳ ଜଙ୍ଗଲରୁ ଆଉ ଗୋଟେ ହେନ୍ତାଳ ଜଙ୍ଗଲ, ସେମାନେ ପହଁରିକି ପଳାନ୍ତି। ଗୋଟେ ଛୋଟ ଛୋଟ ଦ୍ୱୀପରୁ ଆଉ ଗୋଟେ ଦ୍ୱୀପକୁ ସେମାନେ ପହଁରିକି ପଳାନ୍ତି, ମୁଁ ଜାଣିଥିଲି। କିନ୍ତୁ ଲାଇଫ୍ରେ କେବେ ଏଭଳିଆ ଇଏଟା ଦେଖିବି ବୋଲି କେବେ ଭାବିନଥିଲି। ମେଲାନୋଷ୍ଟିକ୍ ଟାଇଗର୍ ହେଲା ଗୋଟେ ଜାଗାରେ ମିଳେ, ସେଇଟା ହେଲା ଶିମିଳିପାଳରେ, ଯେଉଁଠି ମୁଁ ଆଗରୁ କାମ କରୁଥିଲି। ଏଇଟା ଗୋଟେ ରେଷ୍ଟ ରୁମ୍, ଏମାନେ ଏଠି ରେଷ୍ଟ କରୁଛନ୍ତି। ଅଷ୍ଟ୍ରିଚ୍, ଓଟ ପକ୍ଷୀ। କ'ଣ ଏଠି ଓଟ ପକ୍ଷୀର ଗୋଟେ ପର ବି ନାହିଁ, ମାନେ ଆଗରୁ ଥିଲେ ମେ ବି ଏବେ ନାହାନ୍ତି ଆଉ। ଜିରାଫ୍, ପ୍ରିଭିୟସ୍ ଟାଇମ୍ ଆସିଥିଲି ମୁଁ ଦେଖିଥିଲି ଯେ ଗୋଟେ ଜିରାଫ୍ ଥିଲା, ଏଥର ଦେଖିଲାକୁ 3ଟା ଅଛନ୍ତି। ଏଇ 2ଟା ମେ ବି ପଛରେ ଆସିଛନ୍ତି। ଫାଷ୍ଟ ଯେଉଁଟା ଦେଖିଥିଲି ସେଇଟା ଏଡଲ୍ଟଟା ଥିଲା, ଏଇ 2ଟା ଜୁଭେନାଇଲ୍ ମାନେ ଛୁଆ 2ଟା ଅଛନ୍ତି, ଏଇମାନେ ପଛରେ ଆସିଛନ୍ତି ବୋଧେ, ଏ 2ଟା ଯାକ। ଏଇଟା ଥିଲା ବୋଧେ ଷ୍ଟାର୍ଟିଂରେ କିମ୍ଭୀର। ଏ ବହୁତ ଖରାପ ସ୍ମେଲ୍ କରୁଛି, ସେ ଯେଉଁ ମାଛ ଦେଇଛନ୍ତି ଖାଇବା ପାଇଁ ସବୁ ମରିଯାଇଛନ୍ତି, ସେ ପାଣିରେ ରହିକି ପଚିଯାଇଛନ୍ତି, ବହୁତ ଖରାପ ସ୍ମେଲ୍ କରୁଛି। ଖାଲି ମୁଣ୍ଡ ଗୁଡ଼ା ଦେଖାଯାଉଛି, ଜଣାପଡ଼ୁନି, ଫିର୍ ବି ବହୁତ ଗୁଡ଼ା ଆ ଭିତରେ ଅଛନ୍ତି, ଖାଲି ତାଙ୍କ ମୁଣ୍ଡଟା ଦେଖାଯାଉଛି। ଉପରେ ଏଇ ଜମା ଗୋଟେ ଶୋଇଛି। ବର୍ଷା ବି ଷ୍ଟାର୍ଟ ହେଇଗଲାଣି। ବାଇସନ୍, ଏମାନେ ବହୁତ ଏଗ୍ରେସିଭ୍, ଦେବ୍ରିଗଡ଼ରେ ବହୁତ ଅଛନ୍ତି।